ଅସମ୍ଭାଳ। ମୁଁ ଏଇନା ଜଟଣୀ ଖୋର୍ଦ୍ଧା ଦେଇକି ଆସୁଛି। ପେଟ୍ରୋଲ ଟାଙ୍କି ଭୁବନେଶ୍ୱର ଭୟଙ୍କର ଭିଡ଼, ଛଟପଟ ଲୋକ ହଉଛନ୍ତି। ପାଣି ମଧ୍ୟ ପିଇବା ପାଇଁ ମୋଟରସାଇକେଲ ଲାଇନ୍, କାର ଲାଇନ୍, ଟ୍ରକ୍ ଲାଇନ୍, ଛୋଟ ଗାଡ଼ି ଲାଇନ୍, ଭୟଙ୍କର ପରିସ୍ଥିତି। ଟୋପେ ପାଣି ମିଳୁନି, ଛଟପଟ ବୋଲି ଖାଲି ମା ଭଉଣୀ ଗାଳି ମଧ୍ୟ କରୁଛନ୍ତି ନରେନ୍ଦ୍ର ମୋଦି କି, ମୋହନ ମାଝୀ କି। ଅସମ୍ଭବ ପ୍ରକାର ଦୋଖରୀ ଭାଷା ଲୋକ ଗାଳି ଦଉଛନ୍ତି। ଖରାରେ ହଜାର ହଜାର ମୋଟରସାଇକେଲ ସବୁ ଲାଇନରେ ଥୁଆ ହେଇଛି। ପେଟ୍ରୋଲ ଟାଙ୍କି ଜାମ୍, ଏକଦମ ଅଶାନ୍ତିରେ ଲୋକ ବିରକ୍ତିଆ ହେଇଗଲେଣି। ୟାରେ ତେଲ ବଢିଲା, ଡିଜେଲ ବଢିଲା, ପେଟ୍ରୋଲ ବଢିଲା, 3.5 ଟଙ୍କା 4 ଟଙ୍କା। ଖାଇବା ତେଲ ବଢିଯାଇଛି ପରଦିନଠୁ। ଡାଲି ବଢିଯାଇଛି, ଚାଉଳ ବଢିଯାଇଛି, ଅଟା ବଢିଯାଇଛି, ଗହମ ବଢିଯାଇଛି, ବେସନ ବଢିଯାଇଛି। ମାନେ ଗୋଟେ ଭୟଙ୍କର ପରିସ୍ଥିତି ଭାରତ ବର୍ଷରେ ହେଲାଣି। ଓଡ଼ିଶାରେ ଏ ସରକାର ଗୋଟେ ମାନେ ଏକଦମ ଅପାରଗ ସରକାର, ମୋଦି ସରକାର। ଇଆଡେ ପଇସା ଗୁଡା ଆଦାୟ କରିଦେଲା ପେଟ୍ରୋଲ କମ୍ପାନୀ ମାନଙ୍କଠୁ, ପୋଷ୍ଟ ବେଙ୍ଗରେ ବାଣ୍ଟିଦେଲା, ଭୋଟ ନେଇଗଲା। ଇଆଡେ ଯାଇକି 5ଟା କଣ୍ଟ୍ରି ସମୁଦ୍ର କୂଳରେ ପବନ ଖାଉଛି ନରେନ୍ଦ୍ର ମୋଦି। ଇଆଡେ ଲୋକ ଲାଇନରେ ଠିଆ ହେଇଛନ୍ତି, ହଜାର 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 ହଜାର। ଯେକୌଣସି ପେଟ୍ରୋଲ ଟାଙ୍କି ଯା, ସକାଳ ଭୋରୁ ଆସି ଲୋକ ଲାଇନରେ ରହୁଛନ୍ତି, ଛଟପଟ। କାଲି ମୁଁ କହିଥିଲି 2 ଜଣ ମରିଯାଇଥିଲେ, 4 ଜଣ ମରିଯାଇଥିଲେ। 4 ଜଣ ଖାଲି ଆମ୍ବୁଲାନ୍ସରେ ତେଲ ପକେଇ ପାରିଲେନି, ମରିଗଲେ। ଦାରୁଣ ଦୁଃଖ, ଭୟଙ୍କର ଦୁଃଖ। ଦରଦାମ ବଢିବାକୁ, ୟାଡେ ପେଟ୍ରୋଲ ନଥିବାକୁ, ଡିଜେଲ ନଥିବାକୁ, ୟାଡେ ଖାଲି ଶୁଖିଲା ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦଉନ୍ତି ଭରା, ମନ୍ତ୍ରୀ କହୁନ୍ତି ଭରା। ପ୍ରାଇମ ମିନିଷ୍ଟର ଯାଇକି ବୁଲୁଛି ବାହାରେ, ପବନ ଖାଉଛି, ଥଣ୍ଡା ଖାଉଛି, ସମୁଦ୍ରରେ ଗାଧଉଛି। ଲଜ୍ଜା, ଏକଦମ ଲଜ୍ଜା। ସରକାର କହୁଛନ୍ତି ଇଭି ଗାଡି ଧର, ପେଟ୍ରୋଲ ଯଦି ବଢୁଛି ଇଭି ଗାଡି। ଏକଦମ ଏକଦମ ଯାହାକୁ ଆজকে ଦେଇ ଦଉନାହାନ୍ତି ସରକାର। ତମେ ଇଭି ଗାଡି ଦଉନ, ଲୋକ ଯିବେ। ତମେ ଯୋଗେଇକିରି କହୁନ, ତମେ ଯୋଗେଇ ଦିଅ, ଯିବେ ଲୋକମାନେ। ଅପାରଗ ସରକାର ନରେନ୍ଦ୍ର ମୋଦି ସରକାର। ଅପାରଗ ଅପାରଗ ଡିଆସିଲି ଖୋଳ ସରକାର ହଉଛି ମୋହନ ମାଝୀ ସରକାର। ଯାହା ପାଇଁ ପେଟ୍ରୋଲ ଟାଙ୍କିରେ ଦେଖ ଲୋକ କି ଅବସ୍ଥାରେ ଅଛନ୍ତି। ତୁମେ ପାଣି ବି ପିଇବାକୁ ପାଉନାହାନ୍ତି। ମୋଟରସାଇକେଲ ଲାଇନ୍, କାର ଲାଇନ୍, ଜିପ୍ ଲାଇନ୍, ଟ୍ରକ୍ ଲାଇନ୍, ବସ୍ ଲାଇନ୍। ମୋ ବସ୍ ବି ବନ୍ଦ ହେଇଗଲାଣି। ଚାରିଆଡେ ହାହାକାର। ପେଟ୍ରୋଲ ଟାଙ୍କି ପାଖରେ ପାଣି ମଧ୍ୟ ପିଇବାକୁ ପାଉନାହାନ୍ତି। ଭୋରୁ ଯାଇ ଲାଇନରେ ଲୋକ ରହିଛନ୍ତି। ତେଲ ରେଟ୍ ବଢିଲା, ଡିଜେଲ ରେଟ୍ ବଢିଲା, ପେଟ୍ରୋଲ ରେଟ୍ ବଢିଲା, ଖାଇବା ତେଲ ରେଟ୍ ବଢିଲା, ଚାଉଳ ରେଟ୍ ବଢିଲା, ବେସନ ଅଟା ରେଟ୍ ବଢିଲା। କଣ କରିବେ ଲୋକ ଏଇନା? ଆଜି ବସ୍ ଭଡା ବଢିଲା, ଆଜି ଭୟଙ୍କର ବସ୍ ଭଡା ବି ଆଜିଠୁ ବଢିଲା।